ମୁଁ ବର୍ତ୍ତମାନ ଆସିଛି କଟକ ଜିଲ୍ଲା ବାଙ୍କି ବ୍ଲକ କାଳିପଇ ପଞ୍ଚାୟତକୁ। କାଳିପଇ ପଞ୍ଚାୟତରେ ଗୋଟେ ସେବାବାୟ ସମିତି ଅଛି ଯାହାର ନାମ ହେଉଛି ଗୋପବନ୍ଧୁ ସେବା ସମବାୟ ସମିତି, ଯେଉଁଠାରେ କି ଚାଷୀମାନେ ଋଣର ସୁବିଧା ପାଇବେ, ଚାଷବାସ କରିବା ୟୁରିଆ ସାରର ଆବଶ୍ୟକତା। କିନ୍ତୁ ଆମେ ଶୁଣିବାକୁ ପାଇଲୁ ଯେ ୟୁରିଆ ସାର ଘୋର ଅଭାବ। ଦେଖିବା ଆମେ ପଚାରି ବୁଝିବା କ'ଣ କହୁଛନ୍ତି ଚାଷୀ ଭାଇମାନେ। ପରିଚୟଟା ଟିକେ ଦିଅନ୍ତୁ। ମୋ ନାଁ ହେଲା ନିବାସ ଚନ୍ଦ୍ର ସିଂ। କ'ଣ କହିବେ ଯେଉଁ ସେବାବାୟ ସମିତିକି ଆସିଥିଲେ? କ'ଣ ଆସିଥିଲି ପିଡ଼ିଆ ପାଇଁ ଯେ ପିଡ଼ିଆ ଅଭାବରୁ ଗୋଟିଏ ପିଡ଼ିଆ ନେଇକି ଗଲି, ଆଉ ୟୁରିଆ ବିଲକୁଲ ନାହିଁ। କ'ଣ କହିବେ ସରକାରକୁ ନିବେଦନ କର? ଆପଣ ସଫିସିଏଣ୍ଟ ପିଡ଼ିଆ ଟିକେ ଯୋଗାଡ଼ କରନ୍ତୁ। ଆଉ ପରିଚୟଟା ଟିକେ ଦିଅନ୍ତୁ। ଆମ ନାଁ ହେଉଛି ଗୋପାଳ ପଣ୍ଡା। କ'ଣ କହିବେ ଯେଉଁ ସେବାବାୟ ସମିତିକି ଆସିଥିଲେ କ'ଣ କହିବେ? ଆମର ସୋସାଇଟିକି ସାର ଆସିବା କଥା, ବର୍ତ୍ତମାନ ୟୁରିଆ ସାର ଟୋଟାଲ ନାହିଁ। ଆଉ ଏଠିକ ସାର ସରିଗଲାଣି, ଆଉ ଅଳ୍ପ ଅଛି। ଆଚ୍ଛା, ବର୍ତ୍ତମାନ ଚାଷୀ ହଇରାଣ ହେଉଛନ୍ତି ସାର ପକାଇବାକୁ। କ'ଣ ସରକାରକୁ ନିବେଦନ ରଖିବେ? ସରକାରକୁ ଏତିକି ତ ଅଳି ଆମର, କିନ୍ତୁ ସାରଟି ଆସିଲେ ଆମେ ମାନେ ଉପକୃତ ହେବୁ ଚାଷୀ। ଆଉ ସେବାବାୟ ସମିତିରେ ସାରର ଅଭାବ ଏକଥା ମୁଁ କହୁନାହିଁ, ଚାଷୀ ଭାଇମାନେ କହିଛନ୍ତି। କିନ୍ତୁ ଏ ଯେଉଁ ସାରଟା ଅଭାବ କ'ଣ ପାଇଁ? ବାଙ୍କି ଏଆରସିଏସ୍ ଏବଂ ବ୍ୟାଙ୍କର କର୍ମକର୍ତ୍ତାମାନେ ୟାକୁ ଟିକେ ଦୃଷ୍ଟି ଦିଅନ୍ତୁ। କାହିଁକି ନା ଚାଷୀମାନେ ବହୁତ ହଇରାଣ ହରକତ ହେଉଛନ୍ତି, ପ୍ରକୃତ ଠିକ୍ ସଫିସିଏଣ୍ଟ ସାର ପାଇପାରୁନାହାନ୍ତି। ତେଣୁକରି ଆମର ଏଆରସିଏସ୍ ମହୋଦୟକୁ ଜଣାଇ ଦିଆଯାଉଛି ଏ ନ୍ୟୁଜ୍ ପ୍ରସାରଣ ପରେ ଯେପରିକି ଏ ଗୋପବନ୍ଧୁ ସେବାବାୟ ସମିତିରେ ଚାଷୀ ଭାଇମାନେ ଯେମିତି ସାରରୁ ଉପକୃତ ପାଇବେ। କଟକ ଜିଲ୍ଲା ବାଙ୍କିରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ବ୍ରହ୍ମକିଳା ନ୍ୟୁଜ୍।